जय जगन्नाथ पिला माने समस्त आज वीडियो को स्वागत। तुम भाषा महक बहिर तुम परी छोट पिलाटीए एई पद भागटीर प्रश्न उत्तर गुड़िक आलोचना करनेबा। ताहले पिला माने आस कथावार्ता हेबा। एक नंबर प्रश्न देछि तळ चित्र देखी ताहा संपर्कित पदटी को मने पकाई गाइबा। ताहले एई चित्रटी को देखी एई चित्र सहित संपर्क थिबा गोटे पदटी लेखिबा हला। उत्तर पदटी लेखिबो एहा देखि लोके हेले काबा डकाइले गुरु चाट सभा कहिले भली भल काम कले दुनिया रे दिने बड़ हेबा। आगो को जिबा 2 नंबर तुमे विद्यालय को जिबा बाटरे हठात वर्षा हला तुम पाखरे छता नाही तुमे कौन करिवो। ताहले पिला माने तुम पाखरे छता नाही विद्यालय को जिबा बाटरे वर्षा हला हठात ताहले कौन करिवो। उत्तर लेखिबो उत्तर वर्षा हेले मु मोर सांगर छतारे विद्यालय को जीवी है विद्यालय को जीवी एमती लिखिबो। नेक्स्ट 3 नंबर मधुबाबू को परी देश पाई काम करिथिबा आउ केते जण स्वाधीनता संग्रामी को नाम कुह। ताहले पिला माने मधुबाबू को परी देश पाई काम करिथिबा आउ किछि स्वाधीनता संग्रामी को नाम लेखिबा। ताहले उत्तर मधुबाबू को परी गोपबंधु दास हला आउ बक्सी जगबंधु लेखिबो बक्सी जगबंधु कुंतला कुमारी साबत कुंतला कुमारी साबत लिखियो पिला माने हला साबत रमा देवी मध्य स्वाधीनता संग्रामी थिले स्वाधीनता संग्रामी थिले एमती उत्तर लिखिबो हला। नेक्स्ट आगो को जे पिला माने चिंता करो ओ लेख। ताहले चिंता करिक लेखिबा। 1 नंबर दिया जाइथिबा प्रश्न गुडिकर उत्तर कोठरी रु खोज ओ पूरा वाक्य रे लेख। ताहले पिला माने ए प्रश्न गुडिकर उत्तर एठी कोठरी रे अछि तो उत्तर गुडिक बाछि कि संपूर्ण वाक्य रे लेखिबा उत्तर हला। कविता रे चाट शब्दर अर्थ कोन। ताहले पिला माने कविता रे पढुथिबा चाट शब्दर अर्थ उत्तर लिखिबो उत्तर पढुथिबा पिलांकु चाट कुहा जाए चाट कुहा जाए बुझी परलो। से भले खरे पिलाटी बाटरे काहे की पड़ी गला। ताहले पिलाटी काहे की पड़ी गला उत्तर लिखिबा बाटरे बा बाटे जाऊ जाऊ बाटे जाऊ जाऊ कादुअरे गोड़ खसी जिबारू गोड़ खसी जिबारू बाटरे पड़ी गला हला बाटरे पिलाटी पड़ी गला एमती उत्तर लिखिबो हला। नेक्स्ट गरे दशहरा छुट्टी रे पिलाटी की काम कला।
ତାହେଲେ ଉତ୍ତର ଲେଖିବ ସାଙ୍ଗସାଥୀଙ୍କୁ ଏକାଠି କରି ଲେଖିବ ଦଶହରା ଛୁଟିରେ ସାଙ୍ଗସାଥୀଙ୍କୁ ଏକାଠି କରି ରାସ୍ତାରେ ଗୋଡ଼ି ବାଲି ମାଟି ହେଲା ମାଟି କଣ କଲା ପିଲାମାନେ ପକାଇଲା ଏମିତି ଉତ୍ତର ପିଲାମାନେ ଲେଖିବ। ଠିକ ଅଛି। ନେକ୍ସଟ ଦେଖିବା ଆଗ କାଳରେ ବିଦ୍ୟାଳୟକୁ କଣ କୁହାଯାଉଥିଲା। ତାହେଲେ ପିଲାମାନେ ଉତ୍ତର ଲେଖିବା ବିଦ୍ୟାଳୟକୁ ଆଗ କାଳରେ ବିଦ୍ୟାଳୟକୁ ଉତ୍ତର ଆଗ କାଳରେ ବିଦ୍ୟାଳୟକୁ ଚାଟଶାଳୀ କୁହାଯାଉଥିଲା ହେଲା ଏମିତି ଉତ୍ତର ଲେଖିବ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ପ୍ରଶ୍ନ ଦେଇଛି କବିତାରେ କାହା ବିଷୟରେ କୁହାଯାଇଛି। ଉତ୍ତର କବିତାରେ ମଧୁସୂଦନ ଦାସଙ୍କ ବିଷୟରେ କୁହାଯାଇଛି ଏମିତି ଉତ୍ତର ଲେଖିବ। ବୁଝିଲା। ନେକ୍ସଟ ପ୍ରଶ୍ନ କଣ ରହିଛି ଦେଖିବା। 2 ନମ୍ବର ତୁମ ପରି ଛୋଟ ପିଲାଟିଏ କବିତାରେ ମଧୁବାବୁଙ୍କ ପିଲାଦିନର ଗୋଟିଏ ଘଟଣା ବିଷୟରେ ଲେଖାଯାଇଛି। ସେହି ଘଟଣାଟିକୁ ନିଜ ଭାଷାରେ ଲେଖ। ତାହେଲେ ମଧୁବାବୁଙ୍କ ପିଲାଦିନର କଥା ଥରେ ଝଡ଼ି ବର୍ଷା ହୋଇ ଲେଖିବ ଛାଡ଼ିଗଲା ପରେ ପାଠ ପଢିବା ପାଇଁ ବାହାରି ଯାଇଥିଲି ହେଲା। ତାହେଲେ ଏମିତି ଉତ୍ତର ଲେଖିବା। ଉତ୍ତର ମଧୁବାବୁଙ୍କ ପିଲାଦିନର କଥା ଥରେ ଝଡ଼ି ବର୍ଷା ହୋଇ ଛାଡ଼ିଗଲା ପରେ ପାଠ ପଢିବା ପାଇଁ ବାହାରି ଯାଇଥିଲେ। ବାଟରେ କାଦୁଅ ଯୋଗୁଁ ତାଙ୍କ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିଲେ। ଏହାର କାରଣ ଗୁରୁଜୀ ପଚାରିଲେ। ଦଶହରା ଛୁଟି ସମୟରେ ସାଙ୍ଗସାଥି ମିଶି ଗାଁ ଦାଣ୍ଡ ସମାନ କରିଥିଲେ ଗୋଡ଼ି ବାଲି ମାଟି ପକାଇକିନି। ଗୁରୁଜୀ ଚାଟସଭାରେ ଏମିତି ଭଲ କାମ କଲେ ଦୁନିଆରେ ଖ୍ୟାତି ଅର୍ଜନ କରିବା କଥା କହିଥିଲେ। ସତକୁ ସତ ଦିନେ ସେହି ପିଲାକୁ ସମସ୍ତେ ମଧୁ ବାରିଷ୍ଟର କହିଲେ। ଦେଶ ପାଇଁ ଅନେକ କାମ କରି ବିଖ୍ୟାତ ଲାଭ କରିଥିଲେ। ତାହେଲେ ପିଲାମାନେ ଏଇଠି ତୁମେମାନେ ଲେଖିବ ହେଲା ଏଇ ଖାଲି ଘରେ। ନେକ୍ସଟ ଦେଖିବା 3 ନମ୍ବର ତୁମ ଘରେ କେଉଁ ସବୁ କାମରେ ସାହାଯ୍ୟ କରିପାରିବ ଲେଖ। ତାହେଲେ ପିଲାମାନେ ତୁମେ ତୁମ ଘରେ କେଉଁ ସବୁ କାମରେ ସାହାଯ୍ୟ କରିପାରିବ ଏଠି ଲେଖିବ। ପ୍ରଥମେ ଲେଖିବ ଫୁଲ ଗଛରେ ପାଣି ଦେବା ତୁମେ ଦେଇପାରିବ ହେଲା। ଏଠି ଲେଖିବ ଫୁଲ ଗଛରେ ପାଣି ଦେବା ହେଲା ପାଣି ଦେବା। ସେଇଭଳିଆ ଆଉ କଣ କରିପାରିବ ଘର ସଫା କରିପାରିବ ଲେଖିବ ଘର ସଫା କରିବା। ସେଇଭଳି ନିଜ ପୋଷାକ ସଫା କରିପାରିବ ଲେଖିବ ହେଲା ନିଜ ପୋଷାକ ସଫା କରିବା ହେଲା। ଆହୁରି ସେଇଭଳି ଲେଖିପାରିବ ଠାକୁର ପୂଜା କରିବା ହେଲା। ଆହୁରି ଲେଖିବ ସେଇଭଳି ମାଙ୍କୁ ଆଣି ପାଣି ଦେବା ମାଙ୍କୁ ପାଣି ଦେବା ହେଲା ପାଣି ଦେବା। ଆହୁରି ଖାଇବା ନିଜେ ବାଢିକି ଖାଇବା ରୋଷେଇ କାର୍ଯ୍ୟରେ ସାହାଯ୍ୟ କରିବା ଏଇଭଳି କାମ ତୁମେ ମାନେ ସବୁ କରିପାରିବ ତେଣୁ ଲେଖିବ। ନେକ୍ସଟ 4 ନମ୍ବର କବିତା ଅନୁସାରେ ସମାନ ଅର୍ଥ ବୁଝାଉଥିବା ଶବ୍ଦ ଲେଖ। ସମାନ ଅର୍ଥ ପିଲାମାନେ ଯେମିତି ଗୋଟେ ଦେଇଦେଇଛି ଚାଟ ଅର୍ଥ ଛାତ୍ର ସେଇଭଳି ପିଲା ହେଇଯିବ ଶିଶୁ ଗୁରୁଜୀ ଗୁରୁ
କାବା ଅର୍ଥାତ ଚକିତ ହେଲା, ଚକିତ। ସେଇଭଳି ଛୋଟ, ଛୋଟର ସାନ। ବାଟ, ବାଟର ସମାନ ଅର୍ଥ ଦାଣ୍ଡ ହେଲା। ପାଣି, ପାଣିର ଲେଖିବ ଜଳ। ନବ, ନବ ଅର୍ଥାତ ପିଲାମାନେ ନୂଆ ହେଲା। ଏମିତି ସମାନ ଅର୍ଥ ବୁଝାଉଥିବା ଶବ୍ଦ ଗୁଡ଼ିକ ଲେଖିବ। ନେକ୍ସଟ ଦେଖିବା ଷଟଷ୍ଠ ହେଲା। ଷଟଷ୍ଠ ବ୍ୟବହାର କରି 5ଟି ଶବ୍ଦ ଲେଖ। ଯେପରି ବାରିଷ୍ଟର, ସେଇଭଳି ଲେଖିପାରିବା। ଅନିଷ୍ଟ, ଅନିଷ୍ଟ, ସେଇଭଳି ସ୍ପଷ୍ଟ ଲେଖିପାରିବା। ସ୍ପଷ୍ଟ, ସେଇଭଳି ଲେଖିପାରିବା। କଷ୍ଟକର, କଷ୍ଟକର, ସେଇଭଳି ଲେଖିପାରିବା। ନଷ୍ଟ ହେଲା। ଆଉ ଲେଖିପାରିବା ଧନୁଷ୍ଟଙ୍କାର, ଧନୁଷ୍ଟଙ୍କାର। ଏସବୁ ପିଲାମାନେ ଷଟଷ୍ଠ ଲଗେଇକିନି 5ଟି ଶବ୍ଦ ବୁଝିଲା। ତାପରେ ଦେଖ 6 ନମ୍ବର ସରି ସରି ପରି ଆଉ 3ଟି ଯୋଡ଼ା ଶବ୍ଦ। ସରି ସରି ପରି ଏଠି ପିଲାମାନେ ସର ସର ଅଛି ହେଲା। ତାହେଲେ ସର ସର ପରି ଆଉ 3ଟି ଯୋଡ଼ା ଶବ୍ଦ ଲେଖିବା। ଲେଖିବା ଝର ଝର ହେଲା, ଝର ଝର। ଲେଖିପାରିବା ଫର ଫର, ଫର ଫର। ଲେଖିପାରିବା କଳ କଳ। ଏସବୁ ପିଲାମାନେ ଯୋଡ଼ା ଶବ୍ଦ ହେଲା। କଳ ପିଲାମାନେ କଳ ଲେଖିବ ହେଲା ଏଠି, କଳ କଳ। ଠିକ ଅଛି। ନେକ୍ସଟ 7 ନମ୍ବର ପ୍ରଜାପତିର ବାମ ପଟ ଡେଣାରେ ଥିବା ଶବ୍ଦ ଓ ବିପରୀତ ଅର୍ଥବୋଧକ ଶବ୍ଦକୁ ଡାହାଣ ପଟେ ଡେଣାରୁ ବାଛି ତଳ କୋଠରୀରେ ଲେଖ। ତାହେଲେ ପିଲାମାନେ ପ୍ରଜାପତିର ବାମ ପଟ ଡେଣାରେ ଥିବା ଶବ୍ଦ ଓ ବିପରୀତ ଅର୍ଥବୋଧକ ଶବ୍ଦକୁ ଡାହାଣ ପଟ ଡେଣାରୁ ବାଛିକି ତଳ କୋଠରୀରେ ଲେଖିବା। ତାହେଲେ ଦେଖ ଛୋଟ ତାର ବିପରୀତ ଲେଖିବା। ସେଇଭଳି ଯଶ ବିପରୀତ, ଏମିତି ସବୁ ଲେଖିବା ହେଲା ବିପରୀତ ଶବ୍ଦ ଗୁଡ଼ିକ। ତାହେଲେ ଦେଖ ଯେମିତି ଗୋଟେ ଦେଇଦେଇଛି ରାତି ଦିନ, ସେଇଭଳି ଲେଖିପାରିବା। ଖରାପ ଭଲ, ଖରାପ ଭଲ ହେଲା। ସେଇଭଳି ଲେଖିପାରିବା ଛୋଟ, ଛୋଟର ବଡ ହଉଛି ବିପରୀତ ହେଲା। ସେଇଭଳି ବୀର, ବୀରର ବିପରୀତ ହେଇଯିବ ପିଲାମାନେ ଭୀରୁ ହେଲା। ସେଇଭଳି ଯଶ ନିନ୍ଦା ହେଲା। ସେଇଭଳି ଆହୁରି ଲେଖିପାରିବା ସମତୁଲ, ସମତୁଲ। ଏଠି ଛୋଟ ଛୋଟ ଲେଖିବ। ସମତୁଲର ବିପରୀତ ଏଠି ଲେଖିଦଉଛି, ତୁମେ ଲେଖିବ ଆବଡା ଖାବଡା ହେଲା। ଆବଡା ଖାବଡା ଏମିତି ଲେଖିପାରିବ। ନେକ୍ସଟ ପ୍ରଶ୍ନ କଣ ଦେଇଛି ଦେଖିବା 8 ନମ୍ବର। ମଧୁବାବୁଙ୍କ ପିଲାଦିନର ଘଟଣା ପଢି ତୁମେ ବି ଅନ୍ୟମାନଙ୍କର ଉପକାର କରିବା ପାଇଁ ପ୍ରେରଣା ପାଉଛ। ସେହି ବିଷୟରେ ବର୍ଣ୍ଣନା କରି ତୁମ ଆଈଙ୍କୁ ଚିଠି ଲେଖ। ତାହେଲେ ପିଲାମାନେ ଏଠି ଦେଖ ଚିଠିଟେ ଲେଖିବା। ପୂଜା ଆଈ ଦେଇଛି ପ୍ରଣାମ ନେବ। ତାପରେ ବିଷୟବସ୍ତୁକୁ ଆରମ୍ଭ କରିବା ଏଠି। ତାହେଲେ ଲେଖିବ ଏମିତି କହିଦଉଛି। ତାହେଲେ ଲେଖିବ ପିଲାମାନେ ପୂଜା ଆଈ ପ୍ରଣାମ ନେବ। ଆଶା କରୁଛି ତୁମେ ଭଲରେ ଥିବ। ମୁଁ ମାମୁଁ ଘରେ ଅନ୍ୟମାନେ ମଧ୍ୟ ଭଲରେ ଥିବ। ତାହେଲେ ପିଲାମାନେ ଏଠି ଲେଖିବ ଆଶା କରୁଛି ତୁମେ ଭଲରେ ଥିବ ଓ ମାମୁଁ ଘରେ ଅନ୍ୟମାନେ ମଧ୍ୟ ଭଲରେ ଥିବେ। ଆମ ବହିରେ ଥିବା ତୁମ ପରି ଛୋଟ ପିଲାଟି ବିଷୟଟି ପଢିଲି। ମୁଁ ମନ ଦେଇ ପାଠ ପଢିବା ପାଇଁ ସବୁଦିନ ସ୍କୁଲ ଯାଉଛି। ଏ ବିଷୟରେ ମୁଁ ଛୋଟ ପିଲାଟି ବର୍ଷା ଦିନରେ ସ୍କୁଲ ଯିବା ଅସୁବିଧା କଥା ଜାଣିଲି। କିପରି ଗୋଡ ଖସି ଯିବାରୁ ସେ ପିଲା ସାଙ୍ଗସାଥୀଙ୍କୁ ଡାକି ଗାଁ ଦାଣ୍ଡ ସମତୁଲ କରିଥିଲେ ଓ ବଡ ହୋଇ ମଧୁ ବାରିଷ୍ଟର ବୋଲାଇଥିଲେ। ଏଇ ବିଷୟଟି ମତେ ବହୁତ କିଛି ଶିକ୍ଷା ଦେଇଛି। ତାପରେ ଲେଖିବ ମୁଁ ଏମିତି ସମସ୍ତଙ୍କର ଉପକାର କରିବି, ବଡ ହୋଇ ଦେଶ ଓ ଜାତିର ସେବା କରିବି, ଗରିବ ଦୁଃଖୀଙ୍କ ପାଇଁ ଅନେକ ଭଲ କାମ କରିବି, ମଧୁବାବୁଙ୍କ ପରି ବଡ ମଣିଷ ହେବି ବୋଲି ଏବେଠାରୁ ଚେଷ୍ଟା କରିବି। ତାହେଲେ ଆଈ ତୁମେ ମଧ୍ୟ ମାମୁଁ ଘରେ ବା ମାମୁଁ ଘର, ଏଠି ପିଲାମାନେ ମାମୁଁ ଘରେ ଲେଖିବ କେମିତି ଅଛନ୍ତି ହେଲା, କଣ କରୁଛନ୍ତି ଚିଠି ଲେଖାଇ ଜଣାଇବ। ରହିଲି ଇତି ତୁମ କୁନା। ତାହେଲେ ଏଠି ତୁମର ନାମ ଲେଖିବ। ଶେଷରେ ଠିକଣା ନିଜର ଦବ, ଯେମିତି ପ୍ରେରକ ପ୍ରାପ୍ତେଶୁ ହେଲା କୁନା ସାହୁ, ଗ୍ରାମ ହରିପୁର, ପୋଷ୍ଟ ନରିପୁର, ଜଗତସିଂହପୁର, ଏମିତି ତୁମେ ମାନେ ନିଜର ଆଡ୍ରେସ
ଦବ ହେଲା ଏମିତି। ଠିକ ଅଛି, ତାହେଲେ ଆଗକୁ ଯିବା। ଦେଖିବା ପିଲାମାନେ ଆଗକୁ କଣ ପ୍ରଶ୍ନ ରହିଛି। 9 ନମ୍ବର ପଢ ଓ ଲେଖ। ତାହେଲେ ପିଲାମାନେ ଏଇ ଶବ୍ଦ ଗୁଡ଼ିକୁ ପଢିବ ଆଉ ଲେଖିବ। ତାହେଲେ ଦେଖ, ପଢ ବୁଦ୍ଧି, କ୍ଷମା, ଜ୍ଞାନ, ପତ୍ର, ବୃଦ୍ଧି, ଦକ୍ଷ, ବିଜ୍ଞାନ, ଚିତ୍ର, ଉଦ୍ଧାର, ପକ୍ଷ, ଆଜ୍ଞା, ମିତ୍ରତା। ଏଇ ଶବ୍ଦ ଗୁଡ଼ିକ ତୁମେ ମାନେ ପଢି ନେବ। ଠିକ ଅଛି। 10 ନମ୍ବର, ତୁମ ଘରକୁ ଫେରିବା ବାଟରେ ଦେଖିଲ ପିଲାଟିଏ ସାଇକେଲରୁ ତଳେ ପଡି ଯାଇଛି ହେଲା। ତମେ ଯେତେବେଳେ ଘରକୁ ଫେରୁଛ ବିଦ୍ୟାଳୟରୁ, ତ ସେତେବେଳେ ପିଲାଟି କଣ କରୁଛି, ପଡି ଯାଇଛି। ତୁମେ ତାକୁ ତଳୁ ଉଠେଇବ, ନିଶ୍ଚିତ ଭାବରେ ଉଠେଇବ ନା ନାଇଁ, ଉଠାଇଲ। ତାପରେ କଣ କଥା ହେବ? ତାହେଲେ ଦେଖ ପିଲାମାନେ, ଏଇଠି କଣ ପିଲାଟି ବିଦ୍ୟାଳୟରୁ ଫେରୁଛି, ଆଉ ଏଇଠି ଦେଖ ପିଲାଟି ପଡି ଯାଇଛି। ତାହେଲେ ପିଲାଟି କହୁଛି ଓହୋ ହେଲା। ତାପରେ ତାକୁ ଉଠେଇବ, ଉଠେଇଲା ପରେ କଣ କଥାବାର୍ତ୍ତା ହେବ, ତାହେଲେ ତାକୁ ଏଇଠି ଲେଖିବା ହେଲା। ତାହେଲେ ଲେଖିବ ଉତ୍ତର। ତାହେଲେ ଦେଖ ପିଲାମାନେ, ଏଇଠି ପୁଅ ପିଲାଟି ମଧ୍ୟ ଅଛି, ଆଉ ଏଇଠି ଦି ଜଣ କଥାବାର୍ତ୍ତା ହଉଥିବାର ଚିତ୍ର ମଧ୍ୟ ଦେଇଛି। ତାହେଲେ ଏଇଠି ଉତ୍ତର ଲେଖିବ। ପ୍ରଥମେ ଲେଖିବ ପୁଅ। ତାହେଲେ ପୁଅ ପଚାରୁଛି, ତେଣୁ ପୁଅ ଲେଖିକି ହାଇପେନ୍ ଦବ। ସାଇକେଲରୁ କିପରି ପଡିଲ ହେଲା, ଲେଖିବ ସାଇକେଲରୁ କିପରି ତଳେ ପଡିଗଲ ହେଲା, ଏମିତି କ୍ୱେଶ୍ଚିନ୍ ମାର୍କ ଦେବ। ତାପରେ ଝିଅ କହୁଛି, ଲେଖିବ ଝିଅ ରାସ୍ତାରେ ଖାଲ ଥିବା ଯୋଗୁ ପଡିଗଲି। ରାସ୍ତାରେ ଖାଲ ଥିବା ଯୋଗୁ ପଡିଗଲି ହେଲା। ତାହେଲେ ପୁଣି ଲେଖିବ, ପୁଅଟି କହୁଛି, ଲେଖିବ ପୁଅ ହଉ ଠିକ ଅଛି ହେଲା। ହଉ ଠିକ ଅଛି ବା ହଉ ସାଇକେଲ ଧୀରେ ଚଲାଇ ଘରକୁ ଯାଅ। ସାଇକେଲ ଧୀରେ ଚଲାଇ ଘରକୁ ଯାଅ। ତାପରେ ଝିଅ କହୁଛି, ଲେଖିବ ଝିଅ ଧନ୍ୟବାଦ ହେଲା। ଧନ୍ୟବାଦ ମୋତେ ତଳୁ ଉଠାଇଥିବାରୁ ହେଲା, ଏମିତି ଲେଖିବ ଆଉ। ଉଠାଇଥିବାରୁ ଧନ୍ୟବାଦ ଆଉ କଣ ହେଲା, ଏମିତି ଲେଖିବ। ନେକ୍ସଟ ପିଲାମାନେ ଦେଖିବା କଣ ରହିଛି ପ୍ରଶ୍ନ। 11 ନମ୍ବର, ତୁମ ବିଦ୍ୟାଳୟର ପାଠାଗାରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଲେଖା ହୋଇଥିବା ବହି ଆଣିକି ପଢିବ। ପଢିଥିବା ବିଷୟକୁ ନିଜ ଭାଷାରେ ଲେଖ। ତାହେଲେ ପିଲାମାନେ ଉତ୍ତର ଲେଖିବ ବିପ୍ଳବୀ ବକ୍ସି। ବିପ୍ଳବୀ କବି ବକ୍ସି ଜଗବନ୍ଧୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କ ବିଷୟରେ ପଢିବା ପରେ କିପରି ସ୍ୱାଧୀନତା ସଂଗ୍ରାମୀ ମାନେ ନିଜେ କଷ୍ଟ ଯନ୍ତ୍ରଣା ପାଇ ଦେଶ ପାଇଁ ଲଢିଛନ୍ତି ତାହା ମୁଁ ଜାଣିବାକୁ ପାଇଲି। ଇଂରେଜ ମାନେ ଆମ ଓଡିଶାକୁ ଦଖଲ କରିବାକୁ ବସିଲେ, ସେତେବେଳେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଖୋର୍ଦ୍ଧାର ପାଇକ ମାନେ ତାର ବିରୋଧ କରିଥିଲେ। ବକ୍ସି ଜଗବନ୍ଧୁ ନିଜର ଦମ୍ଭ ନ ହରାଇ ଇଂରେଜ ମାନଙ୍କ ପାଖରେ ଶରଣ ନ ପଶିବାକୁ ସମସ୍ତଙ୍କୁ ସାହସ ଦେଇଥିଲେ। ବକ୍ସି ଜଗବନ୍ଧୁଙ୍କ ମା, ସ୍ତ୍ରୀ, ପୁଅ, ପୁତୁରା ସମସ୍ତଙ୍କୁ ଇଂରେଜ ମାନେ ବାନ୍ଧି ନେଇଛନ୍ତି। ତଥାପି ବକ୍ସି ଜଗବନ୍ଧୁ ବିଚଳିତ ହେଲେ ନାହିଁ। ଶେଷରେ ବକ୍ସି ଜଗବନ୍ଧୁ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ। ସେମାନେ ଇଂରେଜ ମାନଙ୍କ ଜମି ଚଷିବେ ନାହିଁ, କର ଦେବେ ନାହିଁ, ଫସଲ ଅମଳ କରିବେ ନାହିଁ, ପରିବାର ନେଇ ଜଙ୍ଗଲକୁ ଚାଲିଯିବେ। ଏପରି କଲେ ଗୋରା ମାନେ ମୁଠାଏ ଅନ୍ନ ଓ ଟୋପାଏ ପାଣି ପାଇବେ ନାହିଁ। ସବୁ କ୍ଷେତ୍ରରେ ଅସହଯୋଗ କଲେ ଇଂରେଜ ମାନେ ମଧ୍ୟ ହୋଇ, ଏଠି ପିଲାମାନେ ଇଂରେଜ ମାନେ ବାଧ୍ୟ ହୋଇ ଦେଶ ଛାଡି ପଳାଇ ଯିବେ। ଏଇ କଥାରେ ସମସ୍ତେ ସମ୍ମତ ହେଲେ। ସ୍ୱାଧୀନତା ସଂଗ୍ରାମୀ ମାନେ ଅନେକ କଷ୍ଟ ସହି ମଧ୍ୟ ଦେଶ ପାଇଁ ପ୍ରାଣ ବଳି ଦେବାକୁ ପଛାଇ ନାହାନ୍ତି। ଦେଶ ଓ ଜାତି ପାଇଁ ଏମାନେ ଗର୍ବ ଓ ଗୌରବ। ତାହେଲେ ପିଲାମାନେ ମୁଁ ଏଠି ବିପ୍ଳବୀ କବି ବକ୍ସି ଜଗବନ୍ଧୁଙ୍କ କଥା ଲେଖିଛି, ତୁମେ ମାନେ ଅଲଗା ମଧ୍ୟ କିଛି ଲେଖିପାରିବ। ବୁଝିହେଲା? ତାହେଲେ ଦେଖିବା ତଳେ ଆଉ କଣ ପ୍ରଶ୍ନ ରହିଛି ପିଲାମାନେ। ଏଠି ସରିଯାଇଛି ତୁମର ହେଲା।
ପ୍ରଶ୍ନ ଗୁଡ଼ିକ ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ ପିଲାମାନେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ। ଏହାପରେ ତୁମମାନଙ୍କୁ କେଉଁ ଚାପ୍ଟରର ପ୍ରଶ୍ନ ଉତ୍ତର ଦରକାର ମୋତେ କମେଣ୍ଟରେ ଜଣେଇବ। ଆଜି ପାଇଁ ରହୁଛି, ଥ୍ୟାଙ୍କ ୟୁ।